ଯେତେ ବଡ଼ ବଡ଼ ଷ୍ଟାଚ୍ୟୁ ଅଛି ସେ ଭିତରେ ସବୁଠାରୁ ବଡ଼ ଷ୍ଟାଚ୍ୟୁ ହେଉଛି ଆମ ଦେଶରେ ଅଛି। ଆମ ଦେଶର ଗୁଜୁରାଟର ଏକତା ନଗର ଠାରେ ଏହା ଉପସ୍ଥିତ। ଏହା ହେଉଛି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ମୂର୍ତ୍ତି, ଯାହା ଦେଖିବାକୁ ବହୁତ ସୁନ୍ଦର। ଆପଣ ଯଦି ଯିବାକୁ ଚାହୁଁଛନ୍ତି ତାହାର ପାଖରେ ଅଛି ଏକତା ନଗର ଷ୍ଟେସନ। ସେଠୁ ଆପଣମାନଙ୍କୁ ଏସି ବସ୍ରେ ତା'ର ସାଇଡ଼ର ଦୃଶ୍ୟ ଦେଖି ଦେଖି ଆପଣ ଯାଇପାରିବେ। ଆଉ ମୁଁ ଆପଣମାନଙ୍କୁ ସେ ବିଷୟରେ ସବୁକିଛି ଟିକି ଟିକି କହିବି। ସେଠି ଯିବା ପରେ ଆପଣ ଦେଖିବେ ବହୁତ ସାରା ଗାର୍ଡ଼େନ୍ ଅଛି। ଆପଣ ଯଦି ଫଟୋ ଉଠାଇବାକୁ ବହୁତ ପସନ୍ଦ କରୁଛନ୍ତି ଏ ଜାଗା ଆପଣମାନଙ୍କ ପାଇଁ ଏକଦମ ଠିକ୍। ସେଠି ଗଲା ପରେ ଆପଣ ଦେଖିବେ ସେଠି ଯିବା ପାଇଁ ବହୁତ ସାରା ସୁବିଧା ଅଛି। ଆପଣଙ୍କୁ ଚାଲିବାରେ କିଛି ପ୍ରୋବ୍ଲେମ୍ ହେବନି। ଆପଣ ଖାଲି ଯାଇ ଜମି ଉପରେ ଠିଆ ହୋଇପାରିବେ ତ ଜମି ଆପଣଙ୍କୁ ଚଲେଇ ଚଲେଇ ନେଇଯିବ ଷ୍ଟାଚ୍ୟୁ ପାଖକୁ। ଆଉ ଷ୍ଟାଚ୍ୟୁ ପାଖକୁ ଗଲା ପରେ ତା'ର ଚାରିପାଖର ଯେଉଁ ଦୃଶ୍ୟ ନା ଆପଣଙ୍କୁ ସେଠୁ ଆସିବାକୁ ଜମା ବି ମନ ହେବନି। ମୂର୍ତ୍ତିଟି ଏତେ ବଡ଼ ହେଇଛି ନା ସୁ'ର ଯେଉଁ ସୋଲ୍ ଥାଉଛି ନା ତା ପର୍ଯ୍ୟନ୍ତ ହେଲେ ଆମେ ମଣିଷମାନେ ହେଇପାରୁନି। ତା ଭାବନ୍ତୁ ମୂର୍ତ୍ତିଟି କେତେ ବଡ଼ ହେଇଥିବ। ଆଉ ସେଠିକି ଗଲା ପରେ ଆମ ବାହାର ଦେଶରେ ବି ଯେଉଁ ଯେତୋଟି ବଡ଼ ବଡ଼ ଷ୍ଟାଚ୍ୟୁ ଅଛି ଆପଣମାନଙ୍କୁ ତା'ର ମୂର୍ତ୍ତି ଦେଖିବାକୁ ମିଳିବ। ଆଉ ଆପଣମାନେ ମୂର୍ତ୍ତିଟିର 53 ଫ୍ଲୋର ଉଚ୍ଚା ଯେତିକି ତାଙ୍କ ଛାତି ପର୍ଯ୍ୟନ୍ତ ଯଦି ଯିବେ ସେଠାରେ ଆପଣଙ୍କୁ ବହୁତ କିଛି ଦେଖିବାକୁ ମିଳିବ। ବହୁତ ସାରା ମନିଟର LED ଲାଗିଛି ଯେଉଁଥିରେ ତାଙ୍କର ଜୀବନଶୈଳୀ ସବୁକିଛି ସେଠି ଦର୍ଶାଯାଇଛି। ଆଉ ସେଠୁ ଦେଖିବେ ତଳ ଜମିଟା ଏତେ ସୁନ୍ଦର ଦେଖାଯାଉଛି ଆଉ କହିବାକୁ ନାହିଁ। ନର୍ମଦା ନଦୀର ଠିକ୍ ମଝିରେ ଏ ଷ୍ଟାଚ୍ୟୁଟି ଅଛି। ସେଠିକି ଗଲା ପରେ ଆପଣମାନଙ୍କୁ ନର୍ମଦା ଡ୍ୟାମ୍ ମଧ୍ୟ ଦେଖିବାକୁ ମିଳିବ। ଭ୍ୟାଲି ଅଫ୍ ଫ୍ଲାୱାର, କ୍ୟାକ୍ଟସ୍ ଗାର୍ଡ଼େନ୍, କମଲ ଗାର୍ଡ଼େନ୍, ଏମିତି ବହୁତ କିଛି ଜାଗା ଅଛି ଦେଖିବାକୁ। ଆଉ ଯଦି ଆପଣ 3-4 ଦିନର ପ୍ରୋଗ୍ରାମ୍ କରିଛନ୍ତି ସେଠୁ ଅଳ୍ପ କିଛି ଦୂର ଗଲା ପରେ ଅଛି ଆମର ସ୍ୱାମୀନାରାୟଣ ମନ୍ଦିର, ଯାହାକି ଦେଖିବାକୁ ସ୍ୱର୍ଗଠାରୁ କିଛି କମ୍ ନୁହେଁ। ସେଠିକି ବି ଆପଣ ଯାଆନ୍ତୁ ଆଉ ସେଟା ମଧ୍ୟ ଉପଭୋଗ କରନ୍ତୁ। ଦେଖିବେ ଫେରିକି ଆସିଲା ପରେ କହିବେ ଦେଖିବାକୁ ଆପଣମାନଙ୍କୁ କେତେ ସୁନ୍ଦର ଲାଗିଲା। ଆଉ ସବୁ ତ ଆପଣମାନଙ୍କୁ ଦେଖାଇ ପାରିବେନି ଭିଡ଼ିଓରେ, କିଛି କିଛି ଦୃଶ୍ୟ ଆପଣମାନଙ୍କୁ ଦେଖାଉଛି। ଦେଖିବେ ଯଦି ପସନ୍ଦ ଆସିବ ତାହେଲେ ଲାଇକ୍ ଆଉ ସେୟାର କରିବାକୁ ଜମା ବି ଭୁଲିବେନି। ଆଉ ନର୍ମଦା ନଦୀର ମହାଆରତି ଦେଖିଲେ ନା ଆଖି ତୃପ୍ତି ହେଇଯିବ। ଆଉ ସନ୍ଧ୍ୟା ଟାଇମ୍ରେ ଷ୍ଟାଚ୍ୟୁରେ ଲାଇଟ୍ ଲେଜର ଶୋ ହେଉଛି, ସେଇଟା ବି ଦେଖିବାକୁ ଆପଣ ଭୁଲିବେନି। ଆପଣଙ୍କ ଟିକେଟ୍ରେ ସେଇଟା ଏଡ଼୍ ଥାଏ, ଆପଣ ଦେଖିବେ, ନିଶ୍ଚୟ ଦେଖିବେ ଆଉ ଉପଭୋଗ କରିବେ। ଆଉ ଯଦି ଭଲ ଲାଗେ ତାହେଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।